ଆମର ଆମ ତାଳପଡ଼ା ଶ୍ମଶାନ ଘାଟରେ ଦଶନାମୀ ଆଖେଡ଼ା ଜୁନା ଆଖେଡ଼ା ନାଗାମଠ ପ୍ରସ୍ତୁତି ଚାଲିଛି। ଆଉ ଆମେ ସବୁ ଆସିଥିଲୁ କ'ଣ ଏଠି ହେଉଛି ବୋଲି ଆମେ ଚାହିଁଲୁ ଯେ ହଉ ବୋଲି, ସେଥିଯୋଗୁଁ ଆମ ନାଗାମଠକୁ ଆମେ ଆସିଛୁ। ଏଠି ହଉ ବୋଲି ଯାହା ଚାହୁଁଛୁ। ଏଇ ହେଉଛି ମଠର ଆମର ଉତ୍ପତ୍ତି ସ୍ଥଳ। ଜୟ ମହାକାଳଙ୍କର, ଜୟ ମହାକାଳ ଏଇଠି ବିରାଜମାନ ହେବେ। ତେଣୁକୁ ଏଠି ଭଲ ଜିନିଷ ତିଆରି ଚାଲିବ। ଏଠି ସମାଧି ତିଆରି କରିସାରିଲେଣି। ଇଏ ହେଉଛି ଆମ ଶ୍ମଶାନ ଘାଟ। ଏଇଠି ନାଗାମଠ ଚାଲିବ। ନାଗା ବାବା ସବୁ ଆସିଛନ୍ତି, ତେଣୁକରି ଏଇଠି ନାଗାମଠରେ ଆମର ସବୁ ଚାଲିବ। ଆଉ ଜୁନା ଆଖେଡ଼ା ଆଉ ହିନ୍ଦୁତ୍ୱ ବଢ଼ିଆ ପାଇଁ ସବୁବେଳେ ଆମେ ଜାଗ୍ରତ। ହିନ୍ଦୁତ୍ୱ ପାଇଁ ଆମେ ରେଡ଼ି। ଆଉ ବାବା କୁହନ୍ତୁ କ'ଣ କିଛି? ଜୟ ଜଗନ୍ନାଥ, ଜୟ ଭୋଲେନାଥ। ଏ ଅଞ୍ଚଳର ଉନ୍ନତି ଏବଂ ଏ ଅଞ୍ଚଳର ସନାତନ ଧର୍ମର ଜାଗୃତି ପାଇଁ ଏବଂ ହିନ୍ଦୁ ଧର୍ମକୁ ସଜ୍ଜୀବିତ ସକ୍ରିୟ କରିବା ପାଇଁ ନାଗା ସମ୍ପ୍ରଦାୟ ପୂର୍ବରୁ ଥିଲା, ବର୍ତ୍ତମାନ ଅଛି, ଭବିଷ୍ୟତରେ ମଧ୍ୟ ରହିବ ବୋଲି ଏଇଟା ସନାତନ ଧର୍ମର ପ୍ରତିଶ୍ରୁତିବଦ୍ଧ। ତେଣୁକରି ଦଶନାମୀ ଜୁନା ଆଖେଡ଼ାର ଗିରି ସମ୍ପ୍ରଦାୟରୁ ଆମେମାନେ ଆସି ମହାପୁରୁଷଙ୍କର ପଞ୍ଚସଖା ମହାପୁରୁଷଙ୍କର ମାଳିକା ନିର୍ମିତ ଏ ଜାଗାରେ ଗୁପ୍ତରେ ଏକ ପ୍ରଦୀପ ଜ୍ୟୋତି ଜାଗ୍ରତ ହେଉଛି। ତାକୁ ମଧ୍ୟ ସମସ୍ତେ ଜାଣିଥାନ୍ତି କି ନ ଜାଣିଥାନ୍ତି କହିପାରୁନି ଅଞ୍ଚଳବାସୀ। କେହି କେହିକୁ ଜ୍ଞାନ ହୋଇଥାଏ। ଯେଉଁମାନେ ମାଳିକା ବିଶେଷଜ୍ଞ ଏବଂ ମାଳିକା ବିଶାରଦ ଏବଂ ମାଳିକା ଗବେଷକ, ମାଳିକାକୁ ବିଚାର କରନ୍ତି, ମାଳିକାକୁ ହୃଦୟଙ୍ଗମ କରନ୍ତି, ସେଇମାନେ ମଧ୍ୟ ଏ ବାବଦରେ ଜାଣିଥିବେ। ଉଣାଧିକେ ଗହଣ ଜଳର ଆମର ରାଜା ନରସିଂହଦେବ ଆରମ୍ଭ କରି ଆପଣଙ୍କର କୋଠ ଦଳ ଏବଂ ପଦ୍ମ ଦଳ, ନିତ୍ୟ ଦଳ, ଅନନ୍ତ ଦଳ, ଏ 5ଟି ଦଳ ମଧ୍ୟ ତିଆରି ହେଇଛି ମଧ୍ୟ ଏ ଜାଗାରୁ ଯାଇଛନ୍ତି ଆସିକି। ତେଣୁକରି କେହି ମଧ୍ୟ ଆର ସନ୍ଧାନ ପାଇନାହାନ୍ତି। ଏ 2024 ମସିହା ହେଲା। ବର୍ତ୍ତମାନ ଆଉ କିଛି ଦିନ ପରେ ଆପଣ ଅପେକ୍ଷା କରନ୍ତୁ, କାରଣ 27 ମସିହା ପୂର୍ବରୁ ଏ ସମ୍ପୂର୍ଣ୍ଣ ପ୍ରମାଣ ଏବଂ ସମ୍ପୂର୍ଣ୍ଣ ଯେଉଁ ଜାଗାରେ ପ୍ରଦୀପ ଜାଗ୍ରତ ହେଉଛି ତାହା ମଧ୍ୟ ଉଦ୍ଭାବ ହେବାଟା ସମ୍ଭବ। ବର୍ତ୍ତମାନ 2025 ମସିହା ପୂର୍ବରୁ ଏ ଜିନିଷ ତାର ରୂପରେଖ ନେବା ପାଇଁ ବା ଜଣେ ସାଧୁସନ୍ଥ ଆସିକିନି ଦୂର ଅନୁଷ୍ଠାନରୁ ବିଶ୍ରାମ କରିବା ପାଇଁ ଏକ ସ୍ୱଳ୍ପ ଟୁଙ୍ଗି ଯିଏକି ନାଗା ଭୂମି ଜାଗ୍ରତ କରାଯାଉଛି। ଗତ ଆମର 2024 ମସିହା ନଭେମ୍ବର ମାସ, ଯିଏକି ଆପଣଙ୍କର 14 ତାରିଖ ଦିନ, 15 ତାରିଖ ଦିନ ପୂର୍ଣ୍ଣମୀ ଦିନ, 14 ତାରିଖ ଦିନ ଏଠି ଧ୍ୱନି ଜାଗ୍ରତ ପ୍ରଥମ କରାଯାଇଛି, ଅଘୋରୀ ଧ୍ୱନି। ସେଇ ଧ୍ୱନିକୁ ନେଇକିନି ବର୍ତ୍ତମାନ ମଧ୍ୟ ଯଜ୍ଞକୁଣ୍ଡ ସ୍ଥାପନ କରାଯାଇଛି। ନୂତନ ଯଜ୍ଞକୁଣ୍ଡରେ ଆଜିଠାରୁ ମଧ୍ୟ ସବୁ ନୂତନ ଆପଣ ଦେଖୁଛନ୍ତି ସବୁ ସରଞ୍ଜାମ ତିଆରି କରାଯାଉଛି। ନିଜ ନିଜ ହାତରେ ମଧ୍ୟ ଆମେମାନେ ତିଆରି କରୁଛୁ। ଏଇ ପିଲାମାନେ, ବାବୁମାନେ, ଏଇ ଗ୍ରାମବାସୀମାନେ ସହାୟତା, ସାହାଯ୍ୟ, ସହାନୁଭୂତି ଏମାନଙ୍କର ବହୁତ ଅବଦାନ ଥିବାରୁ ଯାହା ହଉ ସ୍ନେହ ଶ୍ରଦ୍ଧାର ସହିତ ମାଆ ମାନେ ମଧ୍ୟ ଆସି କହି ସାରିଲେଣି ଯେ ଆଜ୍ଞା ଆପଣମାନଙ୍କୁ ଆମେ ଫଳମୂଳ, ଧୂପଦୀପ ଏବଂ ଆଣିକିନା ଆମେ ସବୁ ଆପଣମାନେ ଗ୍ରହଣ କରିବେ ତ। ଯାହା ହଉ ଶ୍ରଦ୍ଧା ଅଛି, ଭକ୍ତି ଅଛି। ଭାଗବତରେ ମଧ୍ୟ ଲେଖା ଥିଲା ଏବଂ ସେବା କାର୍ପୁଣ୍ୟ ଭକ୍ତି ବେଳେ କିବା ଅସାଧ୍ୟ ମହିତଳେ। ଯଦି ସେବା କାର୍ପୁଣ୍ୟ ଭକ୍ତି ଅଛି ଅଞ୍ଚଳବାସୀମାନଙ୍କର, ଏ ଅଞ୍ଚଳବାସୀଙ୍କର ଉନ୍ନତି ପାଇଁ, ମହାପୁରୁଷଙ୍କର ପ୍ରମାଣ ପାଇଁ ଏବଂ ଏଇ ଜାଗାର ଯେଉଁ ଲୁଚି ଯାଇଥିବା ମାଟି ତଳେ ଜଳୁଥିବା ଦୀପକୁ ଉଜ୍ଜୀବିତ କରିବା ପାଇଁ ମହାପୁରୁଷଙ୍କର ସଂକେତ ଆସିଯାଇଛି। ତେଣୁକରି ଏହା ମଧ୍ୟ ପ୍ରମାଣ ଥିଲା ଅଘୋରୀ ଆସିଲେ ଏଠି ଘର କରିବ। ଜୟ ଜଗନ୍ନାଥ, ଜୟ ମହାକାଳ। ବାବା କିଛି କୁହନ୍ତୁ। ହଉ ଓକେ। ଏଇଟା ଆମର ଦଶଆଖେଡ଼ା ନାଗାମଠ ତିଆରି ଚାଲିଛି। ଦଶନାମୀ ଜୁନା ଆଖେଡ଼ା ନାଗାମଠ ତିଆରି ଚାଲିଛି ରାହାମା ତାଳପଡ଼ା ମକର ପଡ଼ିଆରେ ଶ୍ମଶାନରେ। ଦେଖନ୍ତୁ ଇଏ ହେଉଛି ମକର ପଡ଼ିଆ, ଇଏ ହେଉଛି ଆମ ଶ୍ମଶାନ ଘର। ଏଇ ଶ୍ମଶାନ ଘରେ ଆମର ଏଇ ସବୁ ଯେଉଁମାନେ ମୃତ ହେଇଥାନ୍ତି ଏଇଠି ପୋଡ଼ା ହୁଅନ୍ତି। ଆଉ ନାଗାମଠ ଏଇଠି ଏବେ ତିଆରି ଚାଲିଛି। ଯିଏ ଦାନ ଧର୍ମ କରିବା ପାଇଁ ଚାହାନ୍ତି ସିଧା ରାହାମା ତାଳପଡ଼ା ମକର ପଡ଼ିଆ ଶ୍ମଶାନ ଘାଟରେ ଆସି ନାଗାମଠରେ ଯାହା ଦାନ ଦେବା କଥା ଦିଅନ୍ତୁ ନିଜ ଇଚ୍ଛାରେ। ଜୟ ମହାକାଳ।